ସେଇପଟ ସାଇଟ୍ ବି ଯାଇଥିଲେ ଖୋଜିବାକୁ ଆମ ଘର ପାଖରେ ଜଣଙ୍କ ଘର ତାଙ୍କ ଘରକୁ ବି ଯାଇଥିଲେ। ତାପରେ 9ଟା ବେଳେ ମୁଁ ପୁଣି ଫୋନ୍ କଲି, ମୋତେ ବି ଭଲ ଲାଗିଲାନି। ମୁଁ ପୁଣି ଫୋନ୍ କଲି ମୋ ନାନୀକୁ, ମୁଁ କହିଲି ଆଉ ନାନୀ ଆଉ ସେ ଯେଉଁ ଛୁଆଟା ହଜିଥିଲା କ'ଣ ହେଲା, ତାକୁ ପାଇଲେ ନା? ନା ତାକୁ ସେ ପଞ୍ଚାୟତ ବାଡ଼ିରେ ମାରିଦେଇଛନ୍ତି, ଫୋପାଡ଼ି ଦେଇଛନ୍ତି। ମାନେ କ'ଣ କହୁଛୁ? ସେ ପିଲାଟି ଥିଲେ ଆଗାମୀ ଦିନରେ କ'ଣ ହେଇଥାନ୍ତା କିଏ କହିବ, କିନ୍ତୁ ତାକୁ ଏମିତି ଗଛର ଫୁଲ ଫୁଟି ମାନେ ଫୁଟିବା ପୂର୍ବରୁ ତାକୁ ଏମିତି ଛିଣ୍ଡେଇ ଦିଅନ୍ତୁନି। କିନ୍ତୁ ଅନ୍ୟ କେଉଁଠି ହୁଏ ଆମେ ଶୁଣୁ, ନ୍ୟୁଜ୍ରେ ଦେଖୁ, ଆଉ ଯେଉଁଠି ବି ହୁଏ ନ୍ୟୁଜ୍ରେ ଦେଖୁ ଶୁଣୁ, କିନ୍ତୁ ମୁଁ ମନେ ମନେ ଭାରି ଗର୍ବ କରେ ଆମ ଚାନ୍ଦବାଲିରେ ସେମିତି କେବେ କିଛି ସିଚୁଏସନ୍ ଆସିନଥିଲା। କିନ୍ତୁ ଏମିତି ସିଚୁଏସନ୍ ଆସିବ ବୋଲି କେବେ ବି ଆମେ ଭାବିନଥିଲୁ। ଆମର ଯେଉଁଦିନ ସେଠି ଛୁଟି ପୂର୍ବ ଦିନ ମୁଁ ଯେତେବେଳେ ଶୁଣିଲି, ମୁଁ ଫାଷ୍ଟ ଶୁଣିଲି ଯେ ଗୋଟେ ଛୁଆଟେ ଆମ ଘର ପାଖରେ ସେ କୁଆଡ଼େ ନିଖୋଜ ହେଇଯାଇଛି, ତା ମାଆ ଖୋଜୁଛନ୍ତି। ଆମର ସେଇପଟ ସାଇଟ୍ ବି ଯାଇଥିଲେ ଖୋଜିବାକୁ ଆମ ଘର ପାଖରେ ଜଣଙ୍କ ଘର ତାଙ୍କ ଘରକୁ ବି ଯାଇଥିଲେ। ତାପରେ 9ଟା ବେଳେ ମୁଁ ପୁଣି ଫୋନ୍ କଲି, ମୋତେ ବି ଭଲ ଲାଗିଲାନି। ମୁଁ ପୁଣି ଫୋନ୍ କଲି ମୋ ନାନୀକୁ, ମୁଁ କହିଲି ଆଉ ନାନୀ ଆଉ ସେ ଯେଉଁ ଛୁଆଟା ହଜିଥିଲା କ'ଣ ହେଲା, ତାକୁ ପାଇଲେ ନା? ନା ତାକୁ ସେ ପଞ୍ଚାୟତ ବାଡ଼ିରେ ମାରିଦେଇଛନ୍ତି, ଫୋପାଡ଼ି ଦେଇଛନ୍ତି। ମାନେ କ'ଣ କହୁଛୁ? ନା ହଁ। ଆଉ ମାନେ ସେଦିନ ଟୋଟାଲ୍ ମୁଁ ଶୋଇନି। କେମିତି ତାପରଦିନ ଛୁଟି ହେଲା, ଆମେ ଆସିଲୁ କେଉଁଠି, ଆନ୍ଧ୍ର ବର୍ଡ଼ର ପାଖରୁ ଆସିଲୁ ଚାନ୍ଦବାଲି। ଆମେ ଆସି 5ଟା ଖଣ୍ଡେ ବେଳେ ବି ପହଞ୍ଚିଲା ପରେ ବି ମାନେ ଲୋକ ପୁରା ଗ୍ୟାଦରିଂ ହେଇଥାନ୍ତି, ଆମେ ଦେଖିଲୁ। ଆଉ ଭାରି ଦୁଃଖ ଲାଗୁଛି ଯେ ଆମ ଏରିଆରେ ଏମିତି ହେବ ବୋଲି ମୋର କେବେ ଧାରଣା ନଥିଲା। ଦୋଷୀକୁ ଶାସ୍ତି ମିଳୁ, ମୁଁ ଖାଲି ଏତିକି ଚାହେଁ। ଆଉ ତା ବାପା ମାଆଙ୍କୁ ଭଗବାନ ସେତିକି ଶକ୍ତି ଦିଅନ୍ତୁ, ସେ ଧୈର୍ଯ୍ୟ ସହକାରେ ତାଙ୍କ ଜୀବନଯାପନ କରନ୍ତୁ। ନାଇଁ, ସେ ବିଷୟରେ ଏତିକି କହିବି, ଏ କଥା ଭାବିବା ବି ପାପ, ଶୁଣିବା ବି ପାପ, ଆଉ କରିବା କେତେ ପାପ ସେ କଥା ଆପଣମାନେ ବିଚାର କରିବେ। ଆମମାନଙ୍କର ବି ଛୁଆ ଅଛି, ସେ ବି ଗୋଟେ ଛୋଟ ଛୁଆ। ଆଜିର ଏ ଖୁସିର ମୁହୂର୍ତ୍ତରେ ଗୋଟେ ଦୁଃଖ ଲୁଚି ରହିଛି ସମସ୍ତଙ୍କ ମନ ଭିତରେ, ସେ ଯେଉଁ କେସ୍ଟି ଘଟିଯାଇଛି। ତେଣୁ ମୁଁ ହାତ ଯୋଡ଼ି ସମଗ୍ର ସାରା ଓଡ଼ିଶା, ସାରା ଭାରତବାସୀମାନଙ୍କୁ ଅନୁରୋଧ କରୁଛି, ସବୁ ଛୁଆମାନଙ୍କୁ ନିଜ ଛୁଆ ଭଳି ଦେଖନ୍ତୁ, ସେମାନଙ୍କର ଅନ୍ୟାୟ କରନ୍ତୁନି, ତାଙ୍କ ପ୍ରତି କିଛି ଅତ୍ୟାଚାର କରନ୍ତୁନି। କିଏ ଜାଣେ ଆଜିର ଶିଶୁ କାଲିର ଭବିଷ୍ୟତ, କିଏ କେତେ ବଡ଼ ହେଇପାରିଥାନ୍ତା। ସେ ପିଲାଟି ଥିଲେ ଆଗାମୀ ଦିନରେ କ'ଣ ହେଇଥାନ୍ତା କିଏ କହିବ, କିନ୍ତୁ ତାକୁ ଏମିତି ଗଛର ଫୁଲ ଫୁଟି ମାନେ ଫୁଟିବା ପୂର୍ବରୁ ତାକୁ ଏମିତି ଛିଣ୍ଡେଇ ଦିଅନ୍ତୁନି, ଦଳି ଦିଅନ୍ତୁନି। ଏତିକି ଅନୁରୋଧ ସମଗ୍ର ଭାରତବାସୀମାନଙ୍କୁ। ଇଏ ଦଣ୍ଡର କିଛି ସୀମା ନାହିଁ ଆଜ୍ଞା। ଇଏ ଦଣ୍ଡ କ'ଣ କହିଯିବି, ମୁଁ କିଛି ଭାଷା ନାହିଁ ମୋ ପାଟିରେ କହିବା ପାଇଁ। ଏସବୁ ଦେଖିଲା ବେଳକୁ ବହୁତ କଷ୍ଟ ଲାଗୁଛି। ମାନେ ସୀମା ନାହିଁ ଏ ଦଣ୍ଡର କିଛି, ଯେତେ ଦେଲେ ବି କମ୍ ହେବ।